ହ୍ୟାଲୋ ସାଙ୍ଗମାନେ, ମୁଁ ସୁସ୍ମିତା ଆପଣମାନଙ୍କୁ ମୋ ବ୍ଲଗ୍କୁ ସ୍ୱାଗତ କରୁଛି। ପ୍ରଥମେ ଗରମ ଭାତ ରାନ୍ଧିକି ଭଲସେ ଗାଳି ଦେଇଛି, 4ରୁ 5 ଧୁଆ ଭଲସେ କରିଦେଇଛି। ଯାଇ ଗରମ ପାଣି ନ ଯାଇକି ଥଣ୍ଡା ନ ହେଇଛି ଭଲସେ ଧୋଇ ଦେଇ ପଖାଳି ଦେଇଛି ଭାତ। କଲରା ଏମିତି ଭଲ ଭାବରେ କାଟି ଦେଇକି ତା ଭିତରୁ ଫଳ ବାହାର କରିଦେଇଛି। କଲରା ଫଳ ଅଲଗା ରଖିଦେଇଛି, କଲରା ଅଲଗା ରଖିଦେଇଛି। କଲରାକୁ ଭଲସେ ଧୋଇକି କଢ଼େଇରେ ପାଣି, କଲରା, ଅଳ୍ପ ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ସିଝିବା ପାଇଁ ଛାଡ଼ି ଦେଇଛି। କଖାରୁ ଫୁଲ ଆଣିବାକୁ କଖାରୁ ଫୁଲ ଯେହେତୁ ନଥିଲା, ଛତୁ ମିଳିଲା, ଛତୁ ନେଇ ଆସିଥିଲେ ସ୍ୱାମୀ। ତାକୁ ଛତୁ ଭଲସେ ଦେଖନ୍ତୁ ସବୁ ଭଲସେ ପୁରା ଫୁଟି ଯାଇଛି, ଗୋଟା ବି କଢ଼ ନାହିଁ, ସବୁ ଭଲକି ଫୁଟି ଯାଇଛି। ତାକୁ ଭଲସେ ବାଛି ଦେବି। ଏମିତି ଭାବରେ ଭଲସେ ଛତୁକୁ ମୁଁ ବାଛି ନେଇଛି। ବାଛି ନେଇ ତାକୁ 4ରୁ 5 ଧୁଆ କରିଦେଇଛି। ଅଳ୍ପ ପାଣି ରଖିଦେଇଛି, ଅଳ୍ପ ପାଣିରେ ତା ହଳଦୀ ପକାଇ ଦେଇଛି, ଛତୁରେ ପକାଇ ଦେଇକି ଭଲସେ ଗୋଳେଇ ଦେଇ ତାକୁ ଛାଡ଼ି ଦେଇଛି। କଲରା ସିଝିଗଲାଣି, କଲରା ଛାଣି ଦେଇଛି। ମସଲା ପାଇଁ ନେଇଛି ଜିରା, ଅଳ୍ପ ସୋରିଷ, ଶୁଖିଲା ଲଙ୍କା 3ଟା, ଗୋଟେ ରସୁଣ, ଗୋଟେ ପିଆଜ, ତାକୁ ଭଲସେ ପେଷ୍ଟ କରିଦେଇ ଛତୁ ଆଉ କଲରା ପାଇଁ ନେଇଥିଲି 2ଟା ମସଲା। ଗୋଟେ ଛତୁକୁ ଭଲସେ ଚୁପୁଡ଼ି ଦେବି, ଏମିତି ପୁରା କାଠ କରି ଭଲସେ ଚୁପୁଡ଼ି ଦେବି, ଯେମିତି ଛତୁରେ ପାଣି ରହିବନି। ଭଲସେ ଚୁପୁଡ଼ି ଦେଇକି ତାକୁ କାଢ଼ି ଦେଇଛି। ସବୁ ଏଇଭଳି ଭାବରେ ଗୋଟେ ଥର ଏମିତି ଚୁପୁଡ଼ି ଦେଇକି ଭଲସେ ତାକୁ କାଢ଼ି ନେଇଯାଇଛି ଗୋଟେ ଜାଗାକୁ। ଦେଖନ୍ତୁ ଭଲ ଭାବରେ ପୁରା ଚୁପୁଡ଼ି ଦେଇଛି ପାଣି, ଛତୁ ଯେମିତି ପାଣି ରହିବନି। ତ ଭଲସେ ଚୁପୁଡ଼ି ଦେଇ ତାକୁ କାଢ଼ି ଦେଇଛି। କଢ଼େଇ ଦେଇଛି ତେଲରେ ଛତୁ ଯେଉଁ ରଖିଥିଲି ଛାଣିକି ତାକୁ ଛତୁ ବି ଭଲସେ ପକାଇ ଦେଇଛି। ଅଳ୍ପ ତେଲ ଦେଇକି ତାକୁ ଭାଜି ଦେଇ ଛତୁକୁ ଅଳ୍ପ ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ହଳଦୀ ତାକୁ ପକାଇକି ଭାଜି ଦେଇଛି। ଯେଉଁ ଯାଏଁ ଛତୁର ପାଣି ନ ମରିଛି, ଛତୁ ପୁରା ପାଣି ବାହାରିବ ବହୁତ, କିନ୍ତୁ ତାକୁ ପାଣି ବାହାରି ସାରିଲା ପରେ ପୁରା କଢ଼ା କରି ପୋଡ଼ ପୋଡ଼ କରି ଛତୁ ପୁରା ଭାଜି ନେଇଛି। ଦେଖନ୍ତୁ ଏଇଭଳିଆ ଛତୁ ପାଣି ବାହାରିବ। ତାକୁ ଭଲସେ ପୋଡ଼ ପୋଡ଼ ହେଲା ଯାଏଁକି ଆମେ ଗ୍ୟାସ୍ ପୁରା ହାଇରେ ଦେବା, ତାକୁ ଭଲସେ ଭାଜିଦେବା। ଭାଜିଗଲାଣି ଛତୁ। ସେମ୍ କଡ଼ରେ ଦେଇଛି ଅଳ୍ପ କିଛି ତେଲ, ଫୁଟଣ, ଶୁଖିଲା ଲଙ୍କା, ଜିରା। ସେ ଫୁଟିଲା ପରେ କାଟି ରଖିଛି ଆଳୁ ଛତୁ ପାଇଁ, ତାକୁ ପକାଇ ଦେଇକି ହାଲକା ଆଳୁ ଭାଜି ହେଇଯାଇଲା ପରେ ତା ଦେହରେ ଦେଇଦେଇଛି ମସଲା, ସୋରିଷ ମସଲା ଯେଉଁ ବାଟିଥିଲି ତାକୁ ଆଡ଼୍ କରିଦେଇଛି। ସୋରିଷ ମସଲା ତାକୁ ଦେଇଛି। ସୋରିଷ ମସଲା ପକାଇ ତା ଦେହରେ ଅଳ୍ପ ହଳଦୀ, ସ୍ୱାଦ ଅନୁସାରେ ଲୁଣ, ଗୋଟେ ଟମାଟର ତାକୁ 5 ମିନିଟ୍ ଭଲସେ ପୁରା କଷି ନେଇଛି। 5 ମିନିଟ୍ କଷିଛି, ଅଧିକା କଷିନି, ସୋରିଷ ମସଲା ପିତା ଲାଗିବ। ତା ଦେହରେ ପକାଇ ଦେଇଛି ଛତୁ ପକାଇକିନି ତାକୁ 5 ମିନିଟ୍ କଷା କରି ପାଣି ଦେଇକି ଘୋଡ଼େଇ ଦେଇଛି, ସିଝିବା ପାଇଁ ଛାଡ଼ି ଦେଇଛି। କଳମ ଶାଗ ଆଣିଥିଲେ ସ୍ୱାମୀ, ପୁରା ଫ୍ରେଶ୍ କଳମ ଶାଗ, ବଢ଼ିଆ କଅଁଳିଆ କଳମ ଶାଗ। ତାକୁ ଭଲସେ ବାଛିକି କାଟି ଦେଇକି ଧୋଇକି ନେଇକି ଛାଣିବା ପାଇଁ ଛାଡ଼ି ଦେଇଛି। ଛତୁ ତରକାରୀ ଆମର ହେଇଗଲାଣି। ତା ଦେହରେ ଫାଳେ ଲେମ୍ବୁ ଚିପୁଡ଼ି ଦେଇଛି, ଆପଣ ଚାହିଁଲେ ଆମ୍ବୁଲ ଆଡ଼୍ କରିପାରିବେ। ଲେମ୍ବୁ ଚିପୁଡ଼ି ଦେଇଛି, ଛତୁ ରେଡ଼ି ହେଲାଣି। ତାକୁ କାଢ଼ି ଦେଇଛି ଗୋଟେ ଜାଗାକୁ। କଢ଼େଇ ନେଇଛି, କଢ଼େଇରେ ଶାଗ ପକାଇ ଦେଇଛି। ଶାଗରେ ଲୁଣ ପକାଇ ଦେଇ ତାକୁ ସିଝିବା ପାଇଁ ଛାଡ଼ି ଦେଇ, ଶାଗ ଆମର ସିଝିଗଲାଣି। ସେମ୍ କଢ଼େଇରେ ନେଇଛି କିଛି ତେଲ, ଫୁଟଣ, ଜିରା, ଶୁଖିଲା ଲଙ୍କା, ଗୋଟେ ପିଆଜ। ତାକୁ ହାଲକା ଭାଜି ସାରିଲା ପରେ ଶାଗକୁ ପକାଇ ଦେଇଛି। 3 ଫୁଟ ରସୁଣ ଆଉ କଞ୍ଚା ଲଙ୍କା, ପାଚିଲା ଲଙ୍କା ଛେଚିକି ଦେଇଛି ଶାଗ ଭଜାର ଟେଷ୍ଟ ହେବା ପାଇଁ। ଶାଗ ଭଜା ଆମର ପୋଡ଼ ପୋଡ଼ ହେଇକି ଭାଜି ଆସିଲାଣି। ତାକୁ କାଢ଼ି ଦେଇଛି ଗୋଟେ ଜାଗାକୁ। କଢ଼େଇରେ ନେଇଛି ତେଲରେ ଦେଇଛି ଅଳ୍ପ ଜିରା ପକାଇ ଦେଇକି ତା ଦେହରେ ପକାଇ ଦେଇଛି କଲରା କାଟିଥିବା ଫଳ। ତା ଦେହରେ ମସଲା ଦେଇଛି, ଅଳ୍ପ ହଳଦୀ, ସ୍ୱାଦ ଅନୁସାରେ ଲୁଣ ଦେଇକି ତାକୁ ଭଲସେ ପୁରା କଷି ଦେଇକି କଲରା ଭିତରେ ସବୁ ପୁର ଦେଇଛି। ପୁର ଦେଇ କଢ଼େଇରେ ଦେଇଛି ତେଲରେ ସେ କଲରା ସବୁକୁ ସାଇଜ୍ କରି ରଖିଦେଇଛି। ପୋଡ଼ ହେଇଗଲାଣି, ଗୋଟା ପଟ ଆମର କଲରା ହେଇଗଲାଣି। ଆଉ ଗୋଟେ ନଉଟେ ଦେଇଛି। ଆମର କଲରା ପୁରା ପୋଡ଼ ହେଇ ରେଡ଼ି ହେଇଗଲାଣି। ତାକୁ କାଢ଼ି ଦେଇଛି ଗୋଟେ ଜାଗାକୁ। କଢ଼େଇରେ ଅଳ୍ପ କଞ୍ଚା ବାଦାମ ଥିଲା, ତାକୁ ଅଳ୍ପ ଭାଜି ନେଇଛି ଚୁରିବା ପାଇଁ, ଚୁରି ଦେଇଛି। ତା ଦେହରେ କଢ଼େଇ ନେଇଛି ତେଲ, ଅଳ୍ପ ଜିରା, ଗୋଟେ ଶୁଖିଲା ଲଙ୍କା, ଅଳ୍ପ ଭୃଷଙ୍ଗ ପତ୍ର ଭଲସେ ଛୁଙ୍କ ମାରିଦେଇ ଦହି ପଖାଳ ପାଇଁ ଭାତରେ ଦହି ପକାଇ ଭୃଷଙ୍ଗ ପତ୍ର ଛୁଙ୍କ ମାରିଥିଲି ଯେଉଁ ତା ଦେହରେ ପକାଇ ଦେଇଛି। ଆମର ରେଡ଼ି ହେଇଗଲା। ଖରାଦିନେ ଯେଉଁ ଗରମ ହେଉଛି, ଖରାଦିନ ପାଇଁ ଦହି ପଖାଳ। ଖରା ହେଉ କି ବର୍ଷା ହେଉ କି ଶୀତ ହେଉ, ସବୁଦିନ ପାଇଁ ଓଡ଼ିଆମାନଙ୍କର ବେଷ୍ଟ ଖାଦ୍ୟ ହେଲା ପଖାଳ। ମୁଁ ଚାଲିଲି ପଖାଳ ଖାଇକି ଶୋଇବା ପାଇଁ। ଆପଣମାନେ ଯଦି ଭିଡ଼ିଓ ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ରହିଲି। ଜୟ ଜଗନ୍ନାଥ।